ଆନ୍ତର୍ଜାତୀୟ ଯୋଗ ଦିବସରେ ତାଳଚେର ପୌର ପରିଷଦ ଓ ତାଳଚେର ବ୍ଲକ ସୌଜନ୍ୟରୁ ତାଳଚେର ଇଣ୍ଡୋର ଷ୍ଟାଡିୟମଠାରେ ଏକ ବୃହତ ଯୋଗ ଶିବିରର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅନୁଗୁଳ ଜିଲ୍ଲା ବିଜେପି ସଭାପତି ଜୟଜାତି ପଟ୍ଟନାୟକ, ତାଳଚେର ନଗରପାଳ ପବିତ୍ର ଭୂତିଆ, ବିଡିଓ ତାଳଚେର ବ୍ଲକ ନିର୍ବାହୀ ଅଧିକାରୀ, ତାଳଚେର ପୌର ପରିଷଦ, ଢେଙ୍କାନାଳ ସାଂସଦଙ୍କ ମ୍ୟୁନିସିପାଲିଟି ପ୍ରତିନିଧି ଜିତେନ୍ଦ୍ର ଦାସ, କାଉନସିଲର ସନ୍ତୋଷ ବେହେରା, ଆଇନଜୀବୀ ଜ୍ଞାନରଞ୍ଜନ ସାହୁ ପ୍ରଭୃତି ଯୋଗଦେଇ କାର୍ଯ୍ୟକ୍ରମଟିକୁ ସାଫଲ୍ୟମଣ୍ଡିତ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ତାଳଚେର ଅଞ୍ଚଳର ଶହ ଶହ ସଂଖ୍ୟାର ଯୁବକ ଯୁବତୀମାନେ ଉତ୍ସାହର ସହିତ ଯୋଗ ଦେଇଥିଲେ। ଯୋଗର ପ୍ରକ୍ରିୟା ପ୍ରଦାନ କରିବା ପାଇଁ ଏହି ଯୋଗ ଶିବିରକୁ ପ୍ରଶିକ୍ଷଣ ଯୋଗଗୁରୁ ଆମନ୍ତ୍ରଣ କରାଯାଇଥିଲା। ଯୋଗ ଦିବସ ସେହି ପରିପ୍ରେକ୍ଷୀରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛି। ଆମ ଭାରତବର୍ଷର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କର ଆହ୍ୱାନ କ୍ରମେ ଇଏ ସାରା ବିଶ୍ୱରେ ଏହି ଯୋଗ ଦିବସ ପାଳନ କରାଯାଉଛି। ବିଶେଷ କରି ଇଏ ଆମର ପୂର୍ବର ଐତିହ୍ୟ, ପରମ୍ପରା, ସଂସ୍କୃତି। ଇଏ ଯୋଗ ବହୁ ଦିନରୁ ଆମ ଦେଶରେ ଚାଲିଥିଲା ଏବଂ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଆସିଲା ପରେ ଦାୟିତ୍ୱ ନେଲା ପରେ ଯୋଗ ଦିବସ କରିବା ପାଇଁ ଆହ୍ୱାନ ଦେଇଥିଲେ ଏବଂ ତା ଫଳରେ ସାରା ବିଶ୍ୱ ଆଜି ଦିନରେ ଯୋଗ ଦିବସ ପାଳନ କରୁଛି। ଏବଂ ଯୋଗ କଲା ଫଳରେ ବା ଯୋଗ ଯଦି ଯିଏ ପ୍ରତିଦିନ କରୁଥିବେ ସିଏ ସବୁବେଳେ ସୁସ୍ଥ ସବଳ ରହିବେ ଏବଂ ବିଭିନ୍ନ ରୋଗରୁ ବଞ୍ଚିତ ହେବେ। ମୁଁ ବିଶେଷ କରି ଅନୁରୋଧ କରିବି ଛୋଟ ପିଲାମାନଙ୍କୁ ସେମାନେ ମଧ୍ୟ ଯୋଗାଭ୍ୟାସ କରନ୍ତୁ। ଏବଂ ଆମେ ଆଜି ତାଳଚେର ଷ୍ଟାଡିୟମରେ ଏହି ଯୋଗ ଦିବସ ଉପଲକ୍ଷେ ଷ୍ଟାଡିୟମରେ ମଧ୍ୟ ଆଜି ଏକ ବିରାଟ ଯୋଗ ଆୟୋଜନ କରାଯାଇଛି ଏବଂ ଏଠି ସାରା ଆମର ତାଳଚେର ସହରରେ ବିଭିନ୍ନ ଜାଗାରୁ ବିଭିନ୍ନ ବର୍ଗର ଯୁବକମାନେ, ଭଉଣୀମାନେ ସମସ୍ତେ ଏଠିକି ଆସି ଯୋଗରେ ଆଜି ଯୋଗାଭ୍ୟାସ କରିବେ ଏବଂ ଆଜି ଦିନରେ ସମସ୍ତଙ୍କୁ ମୁଁ ଅନୁରୋଧ କରିବି ସମସ୍ତେ ପ୍ରତିଦିନ ଯୋଗ କରନ୍ତୁ ଏବଂ ନିରୋଗ ରୁହନ୍ତୁ। ଅନୁଗୁଳରୁ ସଙ୍ଗୀତା ଲେଙ୍କାଙ୍କ ରିପୋର୍ଟ, ସଂଘର୍ଷ ଟିଭି।